ନିୟନ୍ତ୍ରଣକାରୀ ମାନବ ଜାତିର ଉଦ୍ଧାରକାରୀ ଆମ୍ଭମାନଙ୍କର ସ୍ୱର୍ଗସ୍ଥ ପିତାଙ୍କୁ ଏହି 55ତମ ଉତ୍କଳ ବାପ୍ଟିଷ୍ଟ ସଣ୍ଡେ ସ୍କୁଲ ସମିତି ସମ୍ମିଳନୀର ବାର୍ଷିକ ଅଧିବେଶନ ଉପଲକ୍ଷେ ଧନ୍ୟବାଦ ଦିଏ। ତାଙ୍କର ଗୌରବମୟ ନାମ ଯୁଗେ ଯୁଗେ ଧନ୍ୟ ହେଉ। ପ୍ରଭୁଙ୍କ ଦୟା ଓ ଅନୁଗ୍ରହରେ ଆୟୋଜିତ ଆଜିର ଏହି ପବିତ୍ର ସମାବେଶରେ ଏକତ୍ରିତ ସ୍ଥାନୀୟ ମଣ୍ଡଳୀର ପାଳକ ଦିକନ୍ଦୟ ତଥା ସମସ୍ତ କର୍ମକର୍ତ୍ତା କର୍ମକର୍ତ୍ତୀଗଣ, ସଣ୍ଡେ ସ୍କୁଲ ସମିତି ସମ୍ମିଳନୀର ସମସ୍ତ ମୁଖ୍ୟ କର୍ମକର୍ତ୍ତାଗଣ, ଉତ୍କଳ ବାପ୍ଟିଷ୍ଟ ମଣ୍ଡଳୀ ସମ୍ମିଳନୀର ସମ୍ମାନୀୟ ମୁଖ୍ୟ କର୍ମକର୍ତ୍ତାଗଣ, ଶାଖା ସମ୍ମିଳନୀର ପ୍ରତ୍ୟେକ କର୍ମକର୍ତ୍ତା କର୍ମକର୍ତ୍ତୀଗଣ, ବିଭିନ୍ନ ମଣ୍ଡଳୀ ଗୁଡ଼ିକରୁ ଆସିଥିବା ପ୍ରତ୍ୟେକ ଅଭିଷିକ୍ତ ପାଳକ ଓ ଦିକନଗଣ, ସଭାର ମନୋନୀତ ମୁଖ୍ୟ ବକ୍ତାଗଣ, ପ୍ରଭୁଙ୍କ ସେବା କାର୍ଯ୍ୟରେ ରତ ପ୍ରଭୁଙ୍କ ଦାସଦାସୀଗଣ, ସରକାରୀ କର୍ମଚାରୀ ଅର୍ଥାତ୍ ପ୍ରଶାସନିକ ଅଧିକାରୀ ଓ କର୍ମଚାରୀଗଣ, ରାଜନୈତିକ ନେତା ଓ ଜନପ୍ରତିନିଧିଗଣ, ବିଭିନ୍ନ ଅଞ୍ଚଳରୁ ଆସିଥିବା ବିଶ୍ୱାସୀ ବିଶ୍ୱାସିନୀଗଣ ତଥା ଭଦ୍ରମଣ୍ଡଳୀ ଏବଂ ଆଗନ୍ତୁକ ବନ୍ଧୁଗଣ, ପ୍ରତ୍ୟେକଙ୍କୁ ମଧୁମୟ ଯୀଶୁଙ୍କ ନାମରେ ଅଭିନନ୍ଦନ ଓ ନମସ୍କାର ଜ୍ଞାପନ କରି ପୁଟାସିଂ ବାପ୍ଟିଷ୍ଟ ମଣ୍ଡଳୀର ସଂକ୍ଷିପ୍ତ ଇତିହାସ ସଭା ସମ୍ମୁଖରେ ଉପସ୍ଥାନ କରିବାକୁ ଚାହେଁ। ଯେଣୁ ପ୍ରଭୁ ପୃଥିବୀରେ ଆପଣା ବାକ୍ୟ ସାଧନ କରିବେ, ସେ ତାହା ସମ୍ପୂର୍ଣ୍ଣ ରୂପେ ସଂକ୍ଷିପ୍ତ କରିବେ। ରୋମିଓ 9:28 ପଦ। ଆନୁମାନିକ ଏହା ପୁଟାସିଂ ଗ୍ରାମ ପ୍ରାୟ 200 ବର୍ଷର ଇତିହାସ ଅଟେ ଏବଂ 93 ବର୍ଷର ଖ୍ରୀଷ୍ଟୀୟ ସମାଜ ଅର୍ଥାତ୍ ଖ୍ରୀଷ୍ଟୀୟ ଆଲୋକର ଇତିହାସ ଅଟେ। ପୁଟାସିଂ ଗ୍ରାମ ଓଡ଼ିଶା ରାଜ୍ୟର ଅବିଭକ୍ତ କୋରାପୁଟ ଜିଲ୍ଲା ଏବଂ ବର୍ତ୍ତମାନ ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ। ଗ୍ରାମଟି ଅନନ୍ୟୁ 15-20 ପରିବାରକୁ ନେଇ ପ୍ରାରମ୍ଭ ହୋଇଥିଲା ଏବଂ 2026 ମସିହା ବେଳକୁ ଏହା 300ରୁ ଉର୍ଦ୍ଧ୍ୱ ପରିବାର ଏବଂ 1500ରୁ ଉର୍ଦ୍ଧ୍ୱ ଜନସଂଖ୍ୟାକୁ ଅଭିବୃଦ୍ଧି ହୋଇଅଛି। ପୂର୍ବରେ ଗ୍ରାମବାସୀ ଦାରୁ ବିସ୍ଫୋରକ ଦ୍ରବ୍ୟ ବ୍ୟବସାୟ ଏବଂ ତନ୍ତୀ କର୍ମ କରି ଜୀବିକା ନିର୍ବାହ କରୁଥିଲେ ଏବଂ ସ୍ୱର୍ଗତ ମାଙ୍ଗେଡ଼ ଗୁରୁଡ଼ିଆଙ୍କ ପୂଜାରିତ୍ୱରେ କାଠ, ପଥର ଇତ୍ୟାଦିକୁ ଦେବାଦେବୀ ଭାବରେ ପୂଜା କରୁଥିଲେ ଓ ବିଭିନ୍ନ ପ୍ରକାର ଅନ୍ଧବିଶ୍ୱାସରେ ଜଡ଼ିତ ଥିଲେ। କାଳକ୍ରମେ ତତ୍କାଳୀନ ଗ୍ରାମବାସୀ ସ୍ୱର୍ଗତ ଦୁର୍ବଳ ପାଣିଙ୍କ ତୃତୀୟ ପୁତ୍ର ସ୍ୱର୍ଗତ ସୌରିପାଣି ସେରଙ୍ଗ ବାପ୍ଟିଷ୍ଟ ମଣ୍ଡଳୀରେ ସ୍ୱର୍ଗତ ଜେ.ଏ. ଗ୍ଲାଣ୍ଡେନିଂ ସାହେବଙ୍କ ଦ୍ୱାରା ବାପ୍ତିଜିତ ହୋଇଥିବା ସ୍ୱର୍ଗତ ସାଇମନ ଲିମାଙ୍କ ଭଉଣୀ ସ୍ୱର୍ଗତ କଳାବତୀ ଲିମାଙ୍କୁ ସାମାଜିକ ପ୍ରଥା ଅନୁସାରେ ଭାର୍ଯ୍ୟ ରୂପେ ଗ୍ରହଣ କରିଥିଲେ। ସ୍ୱର୍ଗତ ସାଇମନ ଲିମା ଓ ତାଙ୍କ ଭଉଣୀ ସ୍ୱର୍ଗତ କଳାବତୀ ଲିମାଙ୍କ ଆଗ୍ରହରେ ସ୍ୱର୍ଗତ ସୌରିପାଣି ଓ ତାଙ୍କ ପରିବାର 1933 ସାଲରେ ଯୀଶୁଙ୍କୁ ଗ୍ରହଣ କରି ପୁଟାସିଂ ଗ୍ରାମର ପ୍ରଥମ ଖ୍ରୀଷ୍ଟିଆନ ଭାବରେ ପରିଚିତ ଅଟନ୍ତି। ଅର୍ଥାତ୍ 1933 ମସିହାରେ ଖ୍ରୀଷ୍ଟଙ୍କ ଆଲୋକ ପୁଟାସିଂ ଗ୍ରାମ ଉପରେ ପଡ଼ିଲା। ଧୀରେ ଧୀରେ ଅନେକ ଲୋକ ଯୀଶୁଙ୍କୁ ଗ୍ରହଣ କରି ଖ୍ରୀଷ୍ଟୀୟ ସମାଜରେ ଭୁକ୍ତ ହେବାକୁ ଲାଗିଲେ। ଏହା ଦେଖି ସେରଙ୍ଗ ମଣ୍ଡଳୀରୁ କେତେକ ସ୍ୱର୍ଗତ ସାଇମନ ଲିମାଙ୍କ ଆତ୍ମୀୟ ପରିଜନ ପୁଟାସିଂ ଗ୍ରାମକୁ ଆସି ବସବାସ କରିବାକୁ ଲାଗିଲେ ଏବଂ ପୁଟାସିଂ କ୍ଷୁଦ୍ର ମଣ୍ଡଳୀ ସେରଙ୍ଗ ବାପ୍ଟିଷ୍ଟ ମଣ୍ଡଳୀର ଶାଖା ମଣ୍ଡଳୀ ଭାବରେ ଭୁକ୍ତ ହୋଇ ପରିଚାଳିତ ହେଲା। ସମସାମୟିକ ଭାବେ ରୋମାନ କ୍ୟାଥୋଲିକ ମଣ୍ଡଳୀ ମଧ୍ୟ ଗ୍ରାମରେ ପ୍ରବେଶ କରିଥିଲା। 1951 ମସିହାରେ ନାରାୟଣପୁର ବାର୍ଷିକ ସଭାବେଳେ ମିଶନାରୀ ସ୍ୱର୍ଗତ ପି.ଭି. ଆଲାକିଙ୍କ ଦ୍ୱାରା ସ୍ୱର୍ଗତ ଯୋଗୀଗାଣ୍ଟା ଓ ଅନ୍ୟମାନେ ବାପ୍ତିସ୍ମ ନେଇ ମଣ୍ଡଳୀରେ ସଂଯୁକ୍ତ ହୋଇଥିଲେ। ଇତିମଧ୍ୟରେ ସ୍ୱର୍ଗତ ସାଇମନ ଲିମା ଓ ସ୍ୱର୍ଗତ ସୁରଥ ପାଣି ଉଦ୍ଯୋଗ ଶିକ୍ଷାମାନ ଦେଇ ସଚେତନ କରୁଥିଲେ। 1963 ମସିହାରେ ବାପ୍ଟିଷ୍ଟ ସମ୍ମିଳନୀ ଦ୍ୱାରା ସ୍ଥିରୀକୃତ ହୋଇ ପୁଟାସିଂ ସମାଜ ସେରଙ୍ଗ ଶାଖା ପରିବର୍ତ୍ତେ ନୂଆଗଡ଼ ମଣ୍ଡଳୀର ଶାଖା ଭାବରେ ଭୁକ୍ତ ହୋଇଥିଲା। ଏକ ଛଣଛପର ଝାଟିମାଟି ଗୃହରେ ପ୍ରାର୍ଥନା କରି ଆସୁଥିଲେ। 1960 ସାଲରେ ସମ୍ମିଳନୀ ଦ୍ୱାରା ଚାଲୁଥିବା ସୁସମାଚାର ଅଭିଯାନ ସମୟରେ ପଶ୍ଚିମବଙ୍ଗର କେତେକ ମିଶନାରୀ ତଥା ସ୍ୱର୍ଗତ ସୁନୀଲ ସରକାର, ସ୍ୱର୍ଗତ ମାଥ୍ୟୁ ବାଡ଼ୋଇ,
ସ୍ୱର୍ଗତ ବିହୁଦାନ ବିଶ୍ୱାସ ଆସି ନଭେମ୍ବର 20 ତାରିଖରେ ବିଭାଜନ ସୃଷ୍ଟି କରିଥିଲେ। ସେହି ଦିନଠାରୁ ପୁଟାସିଂ ଗ୍ରାମରେ ସହଭାଗିତା ମଣ୍ଡଳୀ ଜାତ ହୋଇଥିଲା ଏବଂ ଆଜି ପର୍ଯ୍ୟନ୍ତ କିଛି ପରିବାର ସମ୍ପୃକ୍ତ ଅଛନ୍ତି। ବିଭାଜନ ସମୟ ପରଠାରୁ ଶ୍ରୀ ଦାନିଏଲ ଗାଣ୍ଟା ସମାଜର ଚାଳକ ଓ ସ୍ୱର୍ଗତ ରୁବେନ ପାଣି ସମାଜର ସମ୍ପାଦକ ଭାବରେ କାର୍ଯ୍ୟ କରି ଆସୁଥିଲେ। ତତ୍କାଳୀନ ନୂଆଗଡ଼ ବାପ୍ଟିଷ୍ଟ ମଣ୍ଡଳୀର ପାଳକ ସ୍ୱର୍ଗତ ବିନ୍ୟାମିନ ପାଣିଙ୍କ ଉଦ୍ୟମରେ 1974 ସାଲ ମେ ମାସ 16 ତାରିଖରେ ପୁଟାସିଂ ସମାଜକୁ ପୁଟାସିଂ ବାପ୍ଟିଷ୍ଟ ମଣ୍ଡଳୀ ଭାବେ ସମ୍ମିଳନୀ ଦ୍ୱାରା ଘୋଷଣା କରାଗଲା। ଉକ୍ତ ଦିନ ଅର୍ଥାତ୍ ମେ ମାସ 16 ତାରିଖ ଦିନ ସମ୍ମିଳନୀର ସଭାପତି ପାଳକ ମାଥ୍ୟୁ ଲିମା ଆଶ୍ରୟଗଡ଼, ସମ୍ପାଦକ ସ୍ୱର୍ଗତ ପଦ୍ମନ ନାୟକ ବଡ଼ପଦା, କୋଷାଧ୍ୟକ୍ଷ ସ୍ୱର୍ଗତ ବିନ୍ୟାମିନ ପାଣି ନୂଆଗଡ଼ଙ୍କ ନେତୃତ୍ୱରେ ସମ୍ମିଳନୀ ଦ୍ୱାରା ସ୍ୱର୍ଗତ ଦାନିଏଲ ଗାଣ୍ଟାଙ୍କୁ ପାଳକ ଭାବେ ଏବଂ ସ୍ୱର୍ଗତ ରୁବେନ ପାଣିଙ୍କୁ ପ୍ରଥମ ଦିକନ ଭାବେ ଓ ସ୍ୱର୍ଗତ ସୁଧୀର ଚନ୍ଦ୍ର ମାଳୀଙ୍କୁ ଦ୍ୱିତୀୟ ଦିକନ ଭାବେ ଅଭିଷିକ୍ତ କରାଯାଇ ପୁଟାସିଂ ବାପ୍ଟିଷ୍ଟ ମଣ୍ଡଳୀର ଦାୟିତ୍ୱ ଦିଆଗଲା। 1978 ସାଲ ମେ ମାସ 15 ତାରିଖ ଦିନ ସ୍ୱାଧୀନ ପ୍ରଚାରକ ଆଚାର୍ଯ୍ୟ ଉପେନ୍ଦ୍ର ପରିଛା କୁମଳା ସିଂ ଠାରୁ ପ୍ରଭୁଙ୍କ ନିର୍ଦ୍ଦେଶ କ୍ରମେ ପୁଟାସିଂରେ ପ୍ରବେଶ କରିଥିଲେ। ପ୍ରାରମ୍ଭିକ ସମୟରେ ଯଦ୍ୟପି ମଣ୍ଡଳୀ ତାଙ୍କୁ କିଛି ପ୍ରତିବାଧା କରିଥିଲା, ତଥାପି ପରବର୍ତ୍ତୀ ସମୟରେ ତାଙ୍କ ଶିକ୍ଷାଦାନ ଓ ପରାମର୍ଶରେ ମଣ୍ଡଳୀ ସୁଚାରୁ ରୂପେ ପରିଚାଳିତ ହେବାକୁ ଲାଗିଲା ଏବଂ ଆଜି ପର୍ଯ୍ୟନ୍ତ ତାଙ୍କ ଶିକ୍ଷାଦାନ ଓ ପରାମର୍ଶ ମଣ୍ଡଳୀ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ ଓ ଉପକାରଜନକ ତଥା ଉତ୍ସାହ ପ୍ରଦାନ କରି ଆସୁଅଛି। ମଣ୍ଡଳୀର ପ୍ରଥମ ପାଳକ ସ୍ୱର୍ଗତ ଦାନିଏଲ ଗାଣ୍ଟା ଓ ପ୍ରଥମ ଦିକନ ସ୍ୱର୍ଗତ ରୁବେନ ପାଣି ଓ ଦ୍ୱିତୀୟ ଦିକନ ସ୍ୱର୍ଗତ ସୁଧୀର ଚନ୍ଦ୍ର ମାଳୀ ପ୍ରାୟ 25 ବର୍ଷରୁ ଊର୍ଦ୍ଧ୍ୱ ମଣ୍ଡଳୀର ସେବା କଲା ପରେ ପ୍ରଭୁଙ୍କ କୋଳକୁ ଚାଲିଗଲେ। ଦ୍ୱିତୀୟ ପାଳକ ଭାବେ ସ୍ୱର୍ଗତ ଡେଭିଡ ଏଡିସନ ଲିମା 2009 ମସିହା ଅକ୍ଟୋବର 28 ତାରିଖ ଠାରୁ 2020 ମସିହା ଜୁଲାଇ 13 ତାରିଖ ଯାଏ ପ୍ରାୟ 11 ବର୍ଷ ସେବା କରୁ କରୁ ପ୍ରଭୁଙ୍କ କୋଳକୁ ଚାଲିଗଲେ। ଇତିମଧ୍ୟରେ ପୁଟାସିଂ ବାପ୍ଟିଷ୍ଟ ମଣ୍ଡଳୀ ଦ୍ୱାରା କେତେକ ଶାଖା ମଣ୍ଡଳୀ ଗଠିତ ହେଲା, ଯଥା ଝୁମ୍ପାପୁର, ଡି ପେଣ୍ଡିଲି, ଚାଲକମ୍ବା, କୁଜେନ୍ଦ୍ରି, ଗୁଣୁପୁର, ଶାନ୍ତିନଗର ଏବଂ ସମରଲେଣ୍ଡି 6 ଗୋଟି ଶାଖା ମଣ୍ଡଳୀ ଗଠିତ ହୋଇଅଛି। ପାଳକ ସ୍ୱର୍ଗତ ଡେଭିଡ ଏଡିସନ ଲିମାଙ୍କ ପ୍ରସ୍ଥାନ ପରେ ମଣ୍ଡଳୀର ଅନୁରୋଧ କ୍ରମେ ସ୍ୱାଧୀନ ପ୍ରଚାରକ ଆଚାର୍ଯ୍ୟ ଉପେନ୍ଦ୍ର ପରିଛା ପୁଟାସିଂ ମଣ୍ଡଳୀର ନୂତନ ଅର୍ଥାତ୍ ତୃତୀୟ ପାଳକ ଭାବରେ ଶ୍ରୀ ଯୁଗଳ କିଶୋର ଲିମାଙ୍କ ନାମ ଏପ୍ରିଲ 4 ତାରିଖ 2024 ମସିହାରେ ଘୋଷଣା କରିଥିଲେ ଏବଂ ମଣ୍ଡଳୀ ତାହା ସାଦରେ ଗ୍ରହଣ କରି 2024 ସାଲ ମେ 15 ତାରିଖରେ ଉତ୍କଳ ବାପ୍ଟିଷ୍ଟ ମଣ୍ଡଳୀ ସମ୍ମିଳନୀ ଦ୍ୱାରା ପାଳକ ଅଭିଷେକ କାର୍ଯ୍ୟ ସମାପନ କରି ମେ 16 ତାରିଖରେ ସ୍ୱର୍ଣ୍ଣ ଜୁବେଲ ମହା ଆଡମ୍ବର ସହ ପ୍ରତିପାଳନ କରାଗଲା। ସେହି ଦିନଠାରୁ ଆଜି ପର୍ଯ୍ୟନ୍ତ ପାଳକ ଆଚାର୍ଯ୍ୟ ଯୁଗଳ କିଶୋର ଲିମା ପୁଟାସିଂ ବାପ୍ଟିଷ୍ଟ ମଣ୍ଡଳୀକୁ ପରିଚାଳନା କରି ଆସୁଛନ୍ତି। ପୁଟାସିଂ ବାପ୍ଟିଷ୍ଟ ମଣ୍ଡଳୀ ଉତ୍କଳ ବାପ୍ଟିଷ୍ଟ ମଣ୍ଡଳୀ ସମ୍ମିଳନୀର ବିଭିନ୍ନ ସଭାମାନ ଅର୍ଥାତ୍ ମହାସଭା, ଶାଖା ସମିତି ସମ୍ମିଳନୀର 2 ଦିନିଆ ସଭା ଏବଂ ପ୍ରାର୍ଥନା ମିଟିଂ ଆୟୋଜନ କରି ଆସିଅଛି। ପୁନର୍ବାର ଅଦ୍ୟ ତା 11/1/2026 ରବିବାର ଦିନ ଏବଂ 12/1/2026 ସୋମବାର ଦିନ ଉତ୍କଳ ବାପ୍ଟିଷ୍ଟ ସଣ୍ଡେ ସ୍କୁଲ ସମିତି ସମ୍ମିଳନୀର 55ତମ ବାର୍ଷିକ ସଭା ଆୟୋଜନ କରିବା ପାଇଁ କୃପାମୟ, ଦୟାରେ ମହାନ ଓ କରୁଣାମୟ ପରମେଶ୍ୱରଙ୍କ ଅନୁଗ୍ରହରେ ଏହି ପବିତ୍ର ଲଗନ ଓ ଅବକାଶ ପାଇଅଛୁ। ଏଣୁ ପ୍ରଭୁଙ୍କ ଗୌରବମୟ ନାମକୁ ଧନ୍ୟବାଦ ଦେବା ସଙ୍ଗେ ସଙ୍ଗେ ସଣ୍ଡେ ସ୍କୁଲ ସମିତି ସମ୍ମିଳନୀ ଓ ଉତ୍କଳ ବାପ୍ଟିଷ୍ଟ ମଣ୍ଡଳୀ ସମ୍ମିଳନୀ କତିରେ ଚିର କୃତଜ୍ଞ ଜ୍ଞାପନ କରି ପୁଟାସିଂ ବାପ୍ଟିଷ୍ଟ ମଣ୍ଡଳୀର ଏହି ସଂକ୍ଷିପ୍ତ ଇତିହାସକୁ ଏଥିରେ ସମାପ୍ତ କରେ। ପ୍ରଭୁଙ୍କ ଗୌରବମୟ ନାମକୁ ଧନ୍ୟବାଦ ଦେଇ ସମିତି ପକ୍ଷେ ପାଠିକା ଆକର୍ଷିତା ଲିମା, ଶିକ୍ଷୟିତ୍ରୀ, ସଣ୍ଡେ ସ୍କୁଲ ସମିତି ପୁଟାସିଂ। ସମସ୍ତଙ୍କୁ ନମସ୍କାର।
धन्यवाद। वर्तमान आम अभ्यर्थना शेष करवा शेष करने पूर्व अनुरोध करी हेल्थ मिनिस्ट्री निर्देशिका निर्देशक भाई आचार्य डेविड लिमा महाशय से आसवे सभार प्रारंभ निमंते व प्रतिकूल पाग निमंते प्रार्थना उत्सर्ग करेंगे। आसंतु आमने समस्ते निज निज चक्षु बंद करिबा मने मने प्रार्थना करिबा प्रभु आमन को उत्तम पाग जोगांतु। आहि आमनकर स्वर्गस्थ पिता सन्याधिपति सदा प्रभु ए सुंदर समय निमंते आमे तुमको धन्यवाद देउछु, तुमर स्तुति करुछु, प्रशंसा करुछु, गौरव करुछु, कारण प्रभु बेलरे की अबेलरे आमनको तुमे प्रभु तुमर स्तुति प्रशंसा करिबा पाई मनोनीत करियछ। राज्यर देशरे प्रभु परिस्थिति ठीक नथिले मध्य प्रभु तुमे आमको अनुग्रह करी दया करी प्रभु तुमरी करुणा रे तुमरी दास मानक द्वारा तुमरी मुख निर्गत वाक्य साउंटिबा पाई प्रभु ए सुंदर सुजोग देइथिबारु तुमर सेई महान नाम को धन्यवाद देउछि। प्रभु तुमरी दास अभ्यर्थना करिसंती पुणी प्रभु आमने पिता पुत्र पवित्र आत्मांक नाम रे सभा को आरंभ करूछु। प्रभु बाकी तक 2 दिन अछि प्रभु तुमे संभाळ जेते जण आसीबे से मानकर यात्रा पथ को सुगम कर जेपरि प्रभु एई पाग आममानक पाई प्रभु उत्तम हब तुमे सेई परि अनुग्रह कर दया कर पुणी प्रभु 2 दिन जेपरि आमने समस्त मिलिमिशी प्रभु तुमर स्तुति प्रशंसा करू करू तुमरी गौरवर निमंते आमने निजको व्यवहार करिबु साहाय्य कर जेपरि कौनसी आन्हनीर कारण न घटिबो प्रभु तुमे सेई परि अनुग्रह कर आममानकर मन आत्मा प्राण शरीर को 2 दिनर सभा को पवित्र आत्मांक निकट रे समर्पण करी अति शीघ्र आसुथिबा तुमर एकमात्र प्राण दिया पुत्र नाजरीय प्रभु यीशु ख्रीष्टଙ୍କ नामरे एई अल्प वर मागिले पिता आमेन आमेन। धन्यवाद। वर्तमान मंडली आजिर सभा परिचालना कमिटी